ଆରେ ମତେ କାହିଁ ଡାକିଲ ଅର୍ଜେଣ୍ଟ? ଆରେ ମୋର ଡାକିବାର ଉଦ୍ଦେଶ୍ୟ ହେଉଛି ହଁ ଏ ଘରେ ଗୋଟେ ପ୍ରୋବ୍ଲେମ୍ ହେଇଯାଇଛି। ହଁ ତାକୁ ବସି ଆମ ଭିତରେ ଗୋଟେ ସମାଧାନ କରିବା ପାଇଁ ମୁଁ ଡକାଇଥିଲି। ଓହୋ ମୁଁ ଗୋଟେ କଥା କହିବି, ହଁ ମୋର ଗୋଟେ ଉପଦେଶ ଶୁଣ। ଘରେ ପ୍ରୋବ୍ଲେମ୍ ହେଇଛି, ହଁ ଆମେ ହେଉଛୁ ବନ୍ଧୁ, ହଁ ଆମକୁ କାହିଁ ଡାକିବ? ତମ ଘରେ କ'ଣ କେହି ନାହାନ୍ତି? ତମଠୁ ଉପରେ ମୁରବି ଅଛନ୍ତି? ହଁ ହଁ ଅଛନ୍ତି। ହଁ ତମ ତ ଭାଇମାନେ ଅଛନ୍ତି, ତମ ବୋହୂମାନେ ଅଛନ୍ତି, ସେମାନଙ୍କୁ ନେଇକିରି ବସି ଫାଇନାଲ କର ତାର ଉପଯୁକ୍ତ ଉପାୟ ଆଉ ତାର ବାଟ ମିଳିବ। ଆମେ ହେଉଛୁ ବାହାର ଲୋକ, ଆମକୁ ଦେବା ମାନେ ଡାକି ପଚାରିବା ଦ୍ୱାରା ତମ ଘରର କଥାଟା ବାହାରକୁ ଯିବ କି ନାହିଁ? ଆମେ ବନ୍ଧୁବାନ୍ଧବ ଲୋକ, ତମ ଅନୁରୋଧ ତମ ଘରେ ଏଇଟା ସମାଧାନ କର। କ'ଣ କହୁଛ? ନାଇଁ ସେଇଟା ଯୋଉ କହିଲେ ସେଇଟା ଠିକ୍ କଥା ଯେ ହଁ କଥା ହେଉଛି କ'ଣ ଆମ ଆପୋଷ ମିଳାମିଶାରେ ଆମର ଯେତେବେଳେ ଗୋଟେ ସମାଧାନ ହେଇପାରେ ନାହିଁ ଯେକୌଣସି ଜାଗାରେ ସେଠି ଗୋଟେ ତୃତୀୟ ଲୋକର ଆବଶ୍ୟକତା ଦରକାର ପଡ଼େ। ସେଇ ଦୃଷ୍ଟିରୁ ମୁଁ ଡାକିଥିଲି। ନାଇଁ 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 ଯେତେ ଆମେ ଏଥିରେ ମାନେ ଯଦି ବି ଏଥିରେ ଆମେ ତମ ସମାଧାନରେ ଅଂଶଗ୍ରହଣ କଲୁ ତ ବହୁତ ଖରାପ ହେବ। କାରଣ ତମରି ଘରେ ତେମେ ମୋତେ ଡାକୁଛ, ଅଲଗା ଲୋକ ଡାକୁନଥିବ, ୟା ଦ୍ୱାରା ନିଜ ଘରେ ବିଭ୍ରାଟ ହେବ, ନିଶ୍ଚୟ ହେବ। ଆମେ ହେବୁ ଦୋଷୀ। ଆମେ ସେଇଟା ଚାହୁଁନୁ। ତମ ଭିତରେ କର, କାରଣ ଘରେ ତମ ଲୋକ ଆମ ଉପରେ ବି ଖରାପ ହେବେ ନା। ସେଥିପାଇଁ ସେଇଟା ସବୁ ନିଜ ଘର ଭିତରେ ନିଜ ସମସ୍ୟା ସମାଧାନ କର। ଏ ବାହାର ଲୋକ ଅଗା ଖଗା ଲୋକ ଇଏ ଡାକିବା କିଛି ଦରକାର ନାହିଁ। ଠିକ୍ ଆରେ ଅଛି। ଘରର ଇଜ୍ଜତ ପଳେଇବ। ଠିକ୍ ଅଛି ହେଲା? ଠିକ୍ ଅଛି। ହଁ ତାହେଲେ ସେଇ ରାସ୍ତାକୁ ଆପଣେଇବି ଆଉ କ'ଣ। ହଁ ଠିକ୍ ଅଛି, ସବୁ ସମାଧାନ ହେଇଯିବ। ଘରେ ଇଜ୍ଜତରେ ସବୁ ହେଇଯିବ ସମାଧାନ। ଠିକ୍ ଅଛି ହଁ ଠିକ୍ ଅଛି। ଓକେ ହଉ ହଉ, କିଛି ଖରାପ ମୋ ଉପରେ ଭାବିନି। ନାଇଁ ଖରାପ କାଇଁ ଭାବିବି। ଠିକ୍ ଅଛି।